ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ। ଆଜ୍ଞା ହଁ, ମାର୍ଚ୍ଚ 14 ତାରିଖ ଦୋଳ ପୂର୍ଣ୍ଣିମା। ଏହି ଦିନ ହେବ ଚନ୍ଦ୍ରଗ୍ରହଣ। ତେବେ କ'ଣ ରହିବ ଚନ୍ଦ୍ରଗ୍ରହଣର ସମୟ? ଏହା ଆମ ଭାରତ ତଥା ଓଡ଼ିଶାରେ ଦୃଶ୍ୟମାନ ହେବ କି ନାହିଁ? ଗ୍ରହଣ ସମୟରେ ଦାନ କରିପାରିବେ ନା କରିପାରିବେନି? ଗ୍ରହଣ ସମୟରେ କ'ଣ ଦାନ କରିବେ? ତା ସହିତ ଜାଣିବା ଏହି ଚନ୍ଦ୍ରଗ୍ରହଣ ଯୋଗୁଁ କେଉଁ କେଉଁ ରାଶିମାନେ ବିଶେଷ ଭାବେ ପ୍ରଭାବିତ ହେବେ। ତେବେ ଏସବୁ କଥା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ବର୍ଷ 2025, ବର୍ଷ 2025ର ଏ ହେଉଛି ପ୍ରଥମ ଚନ୍ଦ୍ରଗ୍ରହଣ। ତେବେ ଏହି 2025 ବର୍ଷରେ ମୋଟ 4ଟି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ତେବେ ଏ ହେଉଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଯଦି ଏହି ଚନ୍ଦ୍ରଗ୍ରହଣ କଥା ଦେଖିବାକୁ ଯିବା, ଏହା ଆମ ଓଡ଼ିଶା ତଥା ଭାରତରେ ଦୃଶ୍ୟମାନ ହେବ ନାହିଁ। ତେବେ ଏଇ ଯେଉଁ 2025 ବର୍ଷରେ 2ଟି ଚନ୍ଦ୍ରଗ୍ରହଣ ଆପଣମାନେ ଦେଖିବାକୁ ପାଇବେ, ଯାହାକି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। କିନ୍ତୁ ଆମ ଭାରତରେ ତଥା ଆମ ଓଡ଼ିଶାରେ ଆମେମାନେ ମାତ୍ର ଗୋଟିଏ ଚନ୍ଦ୍ରଗ୍ରହଣ ଦେଖିବାକୁ ପାଇବା। ବା ଏଇ ଯେଉଁ ମାର୍ଚ୍ଚ 14 ତାରିଖ ଦୋଳ ପୂର୍ଣ୍ଣିମା ଦିନ ଯେଉଁ ଚନ୍ଦ୍ରଗ୍ରହଣଟି ହେବ, ଏହା ଆମ ଭାରତରେ ଯେହେତୁ ଦୃଶ୍ୟମାନ ନୁହେଁ, ତେଣୁ ଏହା ପାଳନୀୟ ମଧ୍ୟ ନୁହେଁ। କିନ୍ତୁ କେତେଗୋଟି ରାଶିମାନଙ୍କ ପକ୍ଷେ ନିହାତି ଭାବେ ଏହାର ପ୍ରଭାବ ରହିବ। ତେବେ ଏଇ ଯେଉଁ ଚନ୍ଦ୍ରଗ୍ରହଣଟି ଆମେରିକା, ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଦକ୍ଷିଣ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ, କିନ୍ତୁ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ। ତେଣୁ ଏ ଦିନ ଆପଣମାନେ ଦୋଳ ପୂର୍ଣ୍ଣିମାକୁ ଆରାମରେ ପାଳନ କରିପାରିବେ। ଏ ଯେଉଁ 2025ର ଏ ଯେଉଁ ଚନ୍ଦ୍ରଗ୍ରହଣଟି ଏହି ରାଶିମାନଙ୍କ ଉପରେ ବିଶେଷ ଭାବେ ପ୍ରଭାବ ପକାଇବ। ତେବେ କ'ଣ ସେ ରାଶି ଗୁଡ଼ିକ? ମିଥୁନ, କନ୍ୟା, ଧନୁ ଏବଂ ମୀନ ରାଶି। ଏହି ରାଶି ଗୁଡ଼ିକରେ ବେଶୀ ପ୍ରଭାବ ଦେଖିବାକୁ ମିଳିବ ଚନ୍ଦ୍ରଗ୍ରହଣର। ତେବେ ଏହାର ପ୍ରଭାବ ମଧ୍ୟ ସିଂହ ରାଶିରେ ବି ଆପଣମାନେ ଦେଖିବାକୁ ପାଇବେ। ଗ୍ରହଣ ସମୟରେ ଆପଣମାନେ ଦାନ କରନ୍ତୁ ନାହିଁ। ଗ୍ରହଣ ଛାଡ଼ିଯିବା ପରେ, ସରିଯିବା ପରେ ଆପଣମାନେ ଦାନ କରିପାରିବେ। କ'ଣ ଦାନ କରିବେ? ନା ଧଳା ଜିନିଷ, ଯେମିତିକି ଅଟା, ଚିନି, ଲୁଣ, କ୍ଷୀର, ଦହି, ଚାଉଳ, ଏସବୁ ଜିନିଷ ଆପଣମାନେ ଦାନ କରିପାରିବେ। ଯଦି ଆପଣମାନେ ଚନ୍ଦ୍ରଦୋଷରୁ ମୁକ୍ତି ଚାହୁଁଥାନ୍ତି, ତାହେଲେ ନିଶ୍ଚିନ୍ତ ଭାବରେ ଚନ୍ଦ୍ରଗ୍ରହଣ ପରେ ଆପଣମାନେ ଦାନ କରିପାରିବେ। ଯେହେତୁ ଆମ ଭାରତରେ ଏଇ ଯେଉଁ ଚନ୍ଦ୍ରଗ୍ରହଣଟି ଦୃଶ୍ୟମାନ ନୁହଁ ଏଦିନ, ଦୋଳ ପୂର୍ଣ୍ଣମୀ ଦିନ, ତେଣୁ ଆପଣମାନେ ଯଦି ଏଇ ଦିନ ଦାନ କରନ୍ତି, ଏଇସବୁ ଜିନିଷ ଗୁଡ଼ିକରେ ଯଦି ଦାନ କରନ୍ତି, ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କର ବହୁତ ମଙ୍ଗଳ ହୋଇଥାଏ। ଯଦି ଆପଣମାନେ ଚନ୍ଦ୍ରଦୋଷରୁ ମୁକ୍ତି ପାଇବା ପାଇଁ ଚାହୁଁଥାନ୍ତି, ଏଇ ଦୋଳ ପୂର୍ଣ୍ଣମୀ ଦିନ ଆପଣମାନେ ନିଜ ନିଜ ଇଷ୍ଟ ଦେବତାଙ୍କର ପୂଜା କରନ୍ତୁ। ଇଷ୍ଟ ଦେବତାଙ୍କର ମୂଳ ମନ୍ତ୍ରରେ ଯଦି ଆପଣମାନେ ମାଳ ଜପ କରନ୍ତି, କମ୍ ସେ କମ୍ 108 ଥର ଜପ କରନ୍ତି, ତାହେଲେ ମଧ୍ୟ ଆପଣଙ୍କର ସମସ୍ତ ଦୋଷରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ଖାସ୍ କରିକି ଆପଣମାନେ ଏଇ ଚନ୍ଦ୍ରଗ୍ରହଣ ସମୟରେ ମହାଦେବଙ୍କର ଯେତେ ମନ୍ତ୍ର ଜପ କରିପାରିବେ, ସେତେ ଆପଣଙ୍କ ପାଇଁ ଭଲ। ଯାହା ବି ଆପଣଙ୍କର ଦୁଃଖ ଅଛି, ଦୁର୍ଦ୍ଦଶା ଅଛି, ଯାହା ବି ସମସ୍ୟା ଅଛି, ସବୁଥିରୁ ଆପଣମାନେ ମୁକ୍ତି ପାଇପାରିବେ। ତେବେ ଏ ଚନ୍ଦ୍ରଗ୍ରହଣ ସମୟରେ ବା ଏଇ ଯେଉଁ ଦୋଳ ପୂର୍ଣ୍ଣମୀ ଦିନ ଯେଉଁ ଚନ୍ଦ୍ରଗ୍ରହଣ ହେବ, ସେଦିନ ଆପଣମାନେ ଏସବୁ ନିୟମ ଗୁଡ଼ିକ ନିହାତି ଭାବରେ ମାନିବେ। ନିହାତି ଭାବରେ ଆପଣଙ୍କର କଲ୍ୟାଣ ହେବ। ଆଶା କରୁଛି ଆଜିକାର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ, ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।